ଏହି ସଂସାର ରୂପକ ସାଗର ପାରି କରିବା ପାଇଁ ଈଶ୍ୱରଙ୍କ କୃପା ନିହାତି ଆବଶ୍ୟକ। ଏମିତି ଶୁଣାଯାଏ ଯେ ଯାହା ସୁଖ ବା ଦୁଃଖ ମିଳେ ତାହା ନିଜର ପୂର୍ବଜନ୍ମର ଫଳ ଅଟେ। ଈଶ୍ୱର ନା କାହାକୁ ଦୁଃଖ ଦିଅନ୍ତି ନା ସୁଖ। ପୂର୍ବଜନ୍ମରେ କରିଥିବା କର୍ମ ଅନୁସାରେ ହିଁ ଏହି ସଂସାରରେ ସୁଖ ଏବଂ ଦୁଃଖ ମିଳେ। ସେହି କର୍ମକୁ ଭୋଗ କରିବା ପାଇଁ ଏ ଦେହ ମିଳେ ଏବଂ ଏହି ଦେହ ପ୍ରାରବ୍ଧ ଭୋଗ କରେ। ଏହି ସଂସାରରେ ପ୍ରତ୍ୟେକ ପ୍ରାଣୀକୁ ତାହାର ଅଲଗା ଅଲଗା ସୁଖ ଓ ଦୁଃଖ ତାର ନିଜର ପୂର୍ବକର୍ମରୁ ମିଳେ। ଆଜିର ମୂଲ୍ୟବାନ ଦୁନିଆରେ ସମସ୍ତେ ବସ୍ତୁକୁ ହିଁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ଯେପରି ଚାରେ ମାଛି ପଡ଼ିଲେ ଲୋକ ଚାକୁ ଫିଙ୍ଗି ଦେଇଥାନ୍ତି, କିନ୍ତୁ ସେହି ମାଛି ଯଦି ଗୁଆ ଘିଅରେ ପଡ଼େ ତେବେ ଲୋକ ମାଛିକୁ କାଢ଼ି ଫିଙ୍ଗି ଦିଅନ୍ତି। ଦୋଷ କଲେ ସମସ୍ତେ ଓକିଲାତି କରିବା ପାଇଁ ଦୌଡ଼ି ଆସନ୍ତି, ହେଲେ ଧନୀ ଲୋକ ଦୋଷ କଲେ ତା ଦୋଷକୁ ଚପେଇ ଦିଅନ୍ତି। ଦିନେ ଦୁଃଖ ଟଙ୍କାକୁ କହିଲା କି ତୋର କେତେ ସୌଭାଗ୍ୟ, ତୋତେ ସମସ୍ତେ ପାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ମୋର କେତେ ଦୁର୍ଭାଗ୍ୟ ଯେ ସମସ୍ତେ ମୋ ଠାରୁ ଦୂରେଇ ଯାଉଛନ୍ତି। ଟଙ୍କା ବହୁତ ସୁନ୍ଦର ଉତ୍ତର ଦେଇ କହିଲା, ସବୁଠାରୁ ସୌଭାଗ୍ୟ ତ ତୋର। ତୋତେ ପାଇଲା ପରେ ଲୋକ ତାଙ୍କ ନିଜ ଲୋକମାନଙ୍କୁ ମନେ ପକାନ୍ତି। ଦୁର୍ଭାଗ୍ୟ ତ ମୋର, ଲୋକ ମୋତେ ପାଇବା ପରେ ତା ନିଜ ଲୋକକୁ ବି ଭୁଲି ଯାଆନ୍ତି। ଏହି ଦୁନିଆରେ ସତ୍ୟ ଆଉ ମିଥ୍ୟା ଏହି ଦୁଇଟି ଶକ୍ତିର ଖେଳ ସର୍ବଦା ଚାଲୁ ରହୁଛି। ଭଗବାନ ଏହି ଖେଳର ମଜା ନେଉଛନ୍ତି। ସେ ଦେଖୁଛନ୍ତି କେଉଁମାନେ ସତ୍ୟ ସପକ୍ଷରେ ଠିଆ ହେଉଛନ୍ତି। ସତ୍ୟର ପଥ କଷ୍ଟକର କିନ୍ତୁ ବିଜୟ ସୁନିଶ୍ଚିତ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।